ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହୋଇଛି ପକ୍ଷୀ ଗଣନା। ପକ୍ଷୀ ବିହାର ରୂପେ ପରିଚିତ ବଗ ଗହନକୁ ଛାଡ଼ି 4 ରୁ 5 ବର୍ଷ ହେଲା ମଠ ଆଡ଼ିଆରେ ବସା ବାନ୍ଧୁଥିଲେ ଦେଶୀୟ ପକ୍ଷୀ। ମାତ୍ର ଏହି ବର୍ଷ ଦେଶୀୟ ପକ୍ଷୀ ପୁଣି ଠିକଣା ବଦଳାଇଛନ୍ତି। ବ୍ରାହ୍ମଣୀ ନଦୀ କୂଳେ ଥିବା ଲକ୍ଷ୍ମୀପ୍ରସାଦ ଡିଆରେ ହଜାର ହଜାର ଦେଶୀୟ ପକ୍ଷୀ ବସା ବାନ୍ଧିଥିବା ଦେଖିବାକୁ ମିଳିଥିଲା। ବନ ବିଭାଗ ଟିମ୍ ଘଟଣାସ୍ଥଳ ଅନୁଧ୍ୟାନ କରି ଡିଏଫଓଙ୍କୁ ରିପୋର୍ଟ ଦେଇଥିଲେ। ଆଜିଠାରୁ 24 ତାରିଖ 7 ଦିନ ଧରି ଭିତରକନିକାର ମଠଆଡ଼ିଆ ଓ ଲକ୍ଷ୍ମୀପ୍ରସାଦ ଡିଆରେ 3ଟି ଟିମ୍ ଏହି ପକ୍ଷୀ ଗଣନା କରିବେ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ବିକାଶ ରଞ୍ଜନ ଦାସ ସୂଚନା ଦେଇଛନ୍ତି। ପ୍ରତି ଟିମ୍ରେ 6 ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଆମର जोटा नेस्टिंग सर्वे ये चलित मास 18 तारिख रु गोटे सप्ताह धरी 24 तारिख पर्यंत लक्ष्मी प्रसाद डिया बोली गोटे जगह से आमर जो नेस्टिंग कर सर्वेटा हम से 2टा टीम गठन कर।